ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ। ଖେଳକୁଦ ପାଇଁ ନିଅ ପ୍ରତିଜ୍ଞା। ଖେଳକୁଦ ପାଇଁ ନିଅ ପ୍ରତିଜ୍ଞା, ଏହା ହିଁ କରିବ ସ୍ୱାସ୍ଥ୍ୟର ରକ୍ଷା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମୋର ସାନ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀ ଓ ସହପାଠିନୀ ଗଣ, ଆଜି ଜାତୀୟ କ୍ରୀଡ଼ା ଦିବସରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। 1905 ମସିହା ଅଗଷ୍ଟ 29 ତାରିଖରେ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ହକିର ଯାଦୁଘର ମେଜର ଧ୍ୟାନଚାନ୍ଦ। ବାପାଙ୍କ ନାମ ଥିଲା ସୋମେଶ୍ୱର ଦତ୍ତ ସିଂ ଓ ମା ଥିଲେ ଶାରଦା ସିଂ। ଧ୍ୟାନଚାନ୍ଦ ଭାରତ ତଥା ବିଶ୍ୱ ହକିର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ। ଧ୍ୟାନଚାନ୍ଦ ମାତ୍ର 16 ବର୍ଷ ବୟସରେ ସିପାହୀ ଭାବେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଏହି ସମୟରେ ସେ ପ୍ରଥମେ ହକି ଖେଳ ଆରମ୍ଭ କରିଥିଲେ। 1922ରୁ 1926 ମଧ୍ୟରେ ସେ ଭାରତୀୟ ସେନାରେ ରହି ବିଭିନ୍ନ ହକି ମ୍ୟାଚ୍ ଖେଳିଥିଲେ। ଧ୍ୟାନଚାନ୍ଦଙ୍କ ସମୟରେ ଭାରତୀୟ ହକିର ସୁବର୍ଣ୍ଣ ସୁଯୋଗ ଥିଲା। ସେ ଜନ୍ମ ରାତ୍ରିରେ ନିରବଚ୍ଛିନ୍ନ ଭାବରେ ହକି ଅଭ୍ୟାସ କରୁଥିବାରୁ ତାଙ୍କ ସାଙ୍ଗସାଥୀ ଓ ସହକର୍ମୀମାନେ ତାଙ୍କୁ ଚାନ୍ଦ ବୋଲି ସମ୍ବୋଧନ କରୁଥିଲେ। ଫଳସ୍ୱରୂପ ପରବର୍ତ୍ତୀ ସମୟରେ ସେ ଧ୍ୟାନଚାନ୍ଦ ରୂପେ ନାମିତ ହେଲେ। 1928ରେ ନେଦରଲ୍ୟାଣ୍ଡରେ ଆୟୋଜିତ ଅଲିମ୍ପିକ୍ସ, 1932ରେ ଏଞ୍ଜେଲ୍ସ ଅଲିମ୍ପିକ୍ସ ଓ 1936ରେ ବର୍ଲିନ ଅଲିମ୍ପିକ୍ସରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜୟୀ କରାଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ଅବିସ୍ମରଣୀୟ। 1957 ମସିହାରେ ତାଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନିତ କରାଯାଇଥିଲା। 1979 ଡିସେମ୍ବର 3ରେ ମୃତ୍ୟୁବରଣ କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତିରେ ତାଙ୍କ ଜନ୍ମତିଥିକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ପାଳନ କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଥିଲେ, ଯାହା 2012 ମସିହା ଠାରୁ ପାଳିତ ହୋଇ ଆସୁଛି। ପ୍ରତିବର୍ଷ ମନୋନୀତ ହୋଇଥିବା କ୍ରୀଡ଼ାବିତମାନଙ୍କୁ ରାଷ୍ଟ୍ରପତି ଜାତୀୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଥାନ୍ତି। କ୍ରୀଡ଼ା କସରତ ଚିତ୍ତ ବିନୋଦନର ମାଧ୍ୟମ। ପ୍ରାଚୀନ କାଳରୁ ପୃଥିବୀରେ କ୍ରୀଡ଼ା ପ୍ରଚଳିତ ଥିବାର ନଜର ରହିଛି। ଆମ ଦେଶରେ ଅନେକ ପ୍ରକାର କ୍ରୀଡ଼ା ପ୍ରଚଳିତ। ସେଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ଯଥା ଦେଶୀୟ ଏବଂ ବିଦେଶୀୟ। କବାଡି, ଖୋଖୋ, ବୋହୂଚୋରି ଖେଳଗୁଡ଼ିକ ଦେଶୀୟ କ୍ରୀଡ଼ା ଏବଂ ଭଲି, ଫୁଟବଲ, କ୍ରିକେଟ, ବାସ୍କେଟବଲ ବିଦେଶୀ ଖେଳ ଅନ୍ତର୍ଗତ। କ୍ରୀଡ଼ା ପାଇଁ ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏପରିକି ବିଭିନ୍ନ କାର୍ଯ୍ୟାଳୟ ମଧ୍ୟରେ ସୁବ୍ୟବସ୍ଥା ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ପାଇଁ ପ୍ରଚୁର ଆର୍ଥିକ ସାହାଯ୍ୟ ଦେଉଛନ୍ତି। ଓଡ଼ିଶାର ଅନେକ ଉଦୀୟମାନ ଖେଳାଳି ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆମ ପାଇଁ ଗୌରବ ଆଣିଦେଇଛନ୍ତି। ସେମାନଙ୍କ ମଧ୍ୟରେ ହକି ପାଇଁ ଦିଲ୍ଲୀପ ତିର୍କି, କ୍ରିକେଟରେ ଦେବାଶିଷ ମହାନ୍ତି, ଚେସ୍ରେ ପଦ୍ମିନୀ ରାଉତ ଆମ ରାଜ୍ୟରେ ସୁନାମ ବର୍ଦ୍ଧନ କରିଛନ୍ତି। କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରସ୍ପର ମଧ୍ୟରେ ଭ୍ରାତୃଭାବ, ଶୃଙ୍ଖଳା, ସଦ୍ଭାବ, ବୁଝାମଣା ରକ୍ଷା କରିବା, ପରସ୍ପରକୁ ଭଲ ପାଇବା ଓ କ୍ରୀଡ଼ାବିତମାନେ ଉଚ୍ଚ ମନୋଭାବ ନେଇ କ୍ରୀଡ଼ା କସରତରେ ସମ୍ମିଳିତ ହୋଇ ଉତ୍ତମ ବୁଝାମଣା ସୃଷ୍ଟି କରି ଶାରୀରିକ ଓ ମାନସିକ ଉନ୍ନତି ଆଣିବା। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଭିଡ଼ିଓଟି ପସନ୍ଦ ଆସିଥିଲେ ଲାଇକ୍ କରିଦେବେ।